ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଜାଣିବା ଆମ ଜୀବନର ପିତା ସତ୍ୟ କଥା। ମହିଳାଙ୍କ ମୁହଁରେ ଚମକ ଆସିବାର କାରଣ ମେକଅପ୍ ନୁହେଁ, ବରଂ ତାଙ୍କ ସ୍ୱାମୀଙ୍କ ପ୍ରେମ ହିଁ ହୋଇଥାଏ, ଭଲ ପାଇବା ହିଁ ହୋଇଥାଏ। ଯଦି ପରିବାରରେ ଛୋଟ ଛୋଟ କଥାକୁ ବଡ଼ କରିବେ, ତାହେଲେ ଆପଣଙ୍କର ବଡ଼ ପରିବାର ବି ଛୋଟ ହେବାକୁ ଲାଗିବ ବା ଛୋଟ ହୋଇଯିବ। ବାପା ମାଆଙ୍କ ପରେ ପତି ହିଁ ଜଣେ ହୋଇଥାନ୍ତି ଯିଏକି ନିଜ ପତ୍ନୀକୁ ଦୁନିଆର ସବୁ ଖୁସି ଦେଇ ପାରିଥାନ୍ତି। ପରିବାରରେ ସମସ୍ତଙ୍କ ସହିତ ମିଳିମିଶିକି ଚଳିଲେ ଘର ଆପେ ଆପେ ସ୍ୱର୍ଗରେ ପରିଣତ ହୋଇଯାଇଥାଏ। ସେଥିଲାଗି ସବୁବେଳେ ସମସ୍ତଙ୍କ ସହିତ ମିଶିକି ଚଳନ୍ତୁ। ବନ୍ଧୁଗଣ, କାହିଁକି ଗର୍ବ କରୁଛନ୍ତି? ଗୋଟେ ରାତି ଏମିତି ଆସିବ ଯାହା ପରେ ଆଉ ସକାଳ ହେବ ନାହିଁ। ସେଥିଲାଗି ଗର୍ବ, ରାଗ, ରୋଷ, ଅଭିମାନ ଛାଡ଼ନ୍ତୁ। ଗୋଟେ ସୁନ୍ଦର ସୁଖ ପରିବାରଟେ କରନ୍ତୁ, ଖୁସିର ପରିବାରଟେ କରନ୍ତୁ। ଘରର ବାଲା ଚାହିଁଥାନ୍ତି କି ବୋହୂ ତା ଶାଶୁଘର ବାଲା ଚାହିଁଥାନ୍ତି କି ବୋହୂ ତା ନିଜ ଘର ଲୋକଙ୍କୁ କିଛି ନ କହୁ ବୋଲି। କିନ୍ତୁ ସେଇ ଶାଶୁଘର ଲୋକ ବୋହୂର ସବୁ କଥା ପୁରା ସମଗ୍ର ପରିବାରକୁ ବିସ୍ତାର କରିଦେଇଥାନ୍ତି। ଗୋଟେ ପୁରୁଷ ଶାନ୍ତିରେ ସେତେବେଳେ କମେଇ ପାରିଥାଏ ଯେତେବେଳେ ଗୋଟେ ସ୍ତ୍ରୀ ଭଲରେ ଘର ସମ୍ଭାଳି ଦେଇଥାଏ। ଗାଁରେ ରହୁଥିବା ବାଲାଙ୍କର ନଜର ସହର ଉପରେ ରହିଥାଏ, ସହରରେ ରହୁଥିବା ବାଲାଙ୍କର ନଜର ବିଦେଶ ଉପରେ ରହିଥାଏ, ବିଦେଶ ବାଲାଙ୍କର ନଜର ଜହ୍ନ ତାରା ଉପରେ ପଡ଼ିଥାଏ। ତାପରେ ବି କେହି ଖୁସି ନୁହନ୍ତି। ଖୁସି ତ ସିଏ ହୋଇଥାନ୍ତି ଯାହାଙ୍କ ନଜର ନିଜର ପରିବାର ଉପରେ ହିଁ ରହିଥାଏ। ଯେଉଁ ଲୋକ ଆପଣଙ୍କୁ ପସନ୍ଦ କରନ୍ତି ନାହିଁ, ତାଙ୍କ ବିଷୟରେ ଅଜବ କଥା ହେଉଛି କି ସେ ଆପଣଙ୍କର କରୁଥିବା ସମସ୍ତ କାର୍ଯ୍ୟ ଉପରେ ନଜର ରଖିଥାନ୍ତି। ଯେମିତି ପୁରୁଷ ହୋଇଥାନ୍ତି ସେମିତି ମହିଳା ମିଳିଥାନ୍ତି। ସେଥିପାଇଁ ମହିଳାଙ୍କ ଭିତରେ ସୀତାଙ୍କୁ ଖୋଜିବା ପୂର୍ବରୁ ନିଜେ ରାମ ହୁଅନ୍ତୁ। ସବୁଠୁ ବଡ଼ ଶିକ୍ଷକ ହେଉଛି ଝୁଣ୍ଟିବା। ଆପଣ ଝୁଣ୍ଟିବେ, ଝୁଣ୍ଟା ଖାଇବେ ଏବଂ ଆପଣ ସେ ଝୁଣ୍ଟିବାରୁ ହିଁ ଶିଖିବେ। ଆମ ଦେଶରେ ବିବାହ ସାଧାରଣତଃ ବ୍ୟକ୍ତିଗତ ସମ୍ପର୍କ ନୁହେଁ, ବରଂ ପାରିବାରିକ ସମ୍ପର୍କ ହୋଇଥାଏ। ଯଦି ଆପଣ ମହୁ ପରି ମିଠା ପରିଣାମ ଚାହୁଁଛନ୍ତି, ତାହେଲେ ମହୁମାଛି ପରି ଏକଜୁଟ ରହିବା ଆବଶ୍ୟକ। ସେ ବନ୍ଧୁତା ହେଉ କିମ୍ବା ପରିବାର ହେଉ କିମ୍ବା ଆମ ଦେଶ ହେଉ। ଜଣେ ସବୁ ସହିଥିବା ଲୋକ ହିଁ ବୁଝିପାରିଥାଏ ତାକୁ କେତେ ଯନ୍ତ୍ରଣା ହେଉଛି। ଅନ୍ୟମାନେ ତ ବାସ୍ ତା ବିଷୟରେ ଅନୁମାନ ହିଁ ଲଗେଇଥାନ୍ତି। ଯିଏ ସହୁଛି ତାକୁ ହିଁ ଜଣାପଡ଼ିଥାଏ କଷ୍ଟଟା କ'ଣ, ଯନ୍ତ୍ରଣାଟା କ'ଣ। ଯଦି ଆପଣ ସତ୍ୟ ଏବଂ ସ୍ପଷ୍ଟ କହୁଥାନ୍ତି ନା, ଏହା ନିଶ୍ଚିତ କି ଆପଣଙ୍କ ସମ୍ପର୍କ ଏବଂ ଆପଣଙ୍କ ସାଙ୍ଗସାଥିମାନଙ୍କ ସହିତ ଆପଣଙ୍କର କମ୍ ପଡ଼ୁଥିବ। ଗୋଟେ କଥା ବୁଝା ପଡ଼ୁନାହିଁ କି ଯେଉଁ ଶାଶୁ ନିଜ ବୋହୂ ଆସିବା ପରେ ଘର ଦୁଆର ପାଖରେ ରହିକି ତାକୁ ଆଳତି କରିକି ଘରକୁ ପ୍ରବେଶ କରିଥାଏ, ତାହେଲେ ସେଇ ଶାଶୁ ନିଜ ବୋହୂକୁ ଘରୁ ବାହାର କରିବା ପାଇଁ ନୂଆ ନୂଆ ନୀତି କାହିଁକି ଆପଣାଇଥାନ୍ତି? ଗୋଟେ ମହିଳାକୁ ଲାଗିଥାଏ କି ନାଇଁ, ତାଙ୍କ ପାର୍ଟନର ବୋଧେ କେବେ ନା କେବେ ବଦଳି ଯିବେ, କିନ୍ତୁ ସେ କେବେ ବଦଳି ନଥାନ୍ତି। କିନ୍ତୁ ଗୋଟେ ପୁରୁଷକୁ ଲାଗିଥାଏ କି ତାଙ୍କ ପାର୍ଟନର ତାଙ୍କୁ କେବେ ବି ଛାଡ଼ିକି ଯିବେ ନାହିଁ, କିନ୍ତୁ ଗୋଟେ ଦିନ ସେ ହାର ମାନିକି ତାଙ୍କୁ ଛାଡ଼ିକି ଚାଲି ଯାଇଥାନ୍ତି। ଜଣେ ସ୍ୱାମୀ ଭଲ ଭାବରେ କହିଛନ୍ତି ଯେ ଆମ ପତ୍ନୀକୁ ଆମର ହୃଦୟ ସହିତ ଭଲ ପାଇବା ଆମ ସ୍ୱଭାବ। କେହି ଏହାକୁ ଦାସତ୍ୱ ବୋଲି କହିଥାନ୍ତି। ଏଥିରେ କିଛି ଫରକ ପଡ଼ିନଥାଏ। ଆପଣଙ୍କ ସ୍ତ୍ରୀକୁ କି ଆପଣଙ୍କ ପତ୍ନୀକୁ ଆପଣ ଖୁବ୍ ଭଲ ପାଇବେ, ଏହା ଆପଣଙ୍କ କର୍ତ୍ତବ୍ୟ। ଯେତେବେଳେ ଆପଣ କୁଆଁରେ ଥିବେ, ସେତେବେଳେ ଆପଣଙ୍କୁ ବିବାହିତ ଲୋକମାନେ ପୁରା ଖୁସିରେ ଥିଲାଭଳି ନଜର ଆସନ୍ତି ଏବଂ ବିବାହ ଘର ପରେ ଆପଣଙ୍କୁ କୁଆଁର ଲୋକମାନେ ଅଧିକ ପ୍ରସନ୍ନ ବା ଖୁସିରେ ଥିବାର ନଜର ଆସିଥାନ୍ତି। ଯେଉଁ ଲୋକଙ୍କ ଭିତରେ ଆତ୍ମସମ୍ମାନ କମ୍ ରହିଥାଏ, ସେମାନେ ପ୍ରାୟତଃ ଅନ୍ୟର ବହୁତ ତ୍ରୁଟି ବାହାର କରିଥାନ୍ତି।
ପତିଙ୍କର 8ଟି କର୍ତ୍ତବ୍ୟ। ରାତ୍ରିରେ ପତ୍ନୀର ଇଚ୍ଛା ପୂରା କରିବା, ସମୟ ପୂର୍ବରୁ ରୋଷେଇ ଘର ବ୍ୟବସ୍ଥା କରିବା, ପତ୍ନୀଙ୍କର ଗୁପ୍ତ କଥା ବାପା ମାଆଙ୍କୁ ନ ଜଣାଇବା। ଆପଣଙ୍କ ଭିତରେ ହିଁ ସେ କଥା ରଖନ୍ତୁ। ତୃତୀୟ ପକ୍ଷମାନଙ୍କୁ ଆପଣଙ୍କ ଝଗଡ଼ା ବିଷୟରେ ଜଣାନ୍ତୁ ନାହିଁ। ପତ୍ନୀର କିଛି ଭୁଲ ହୁଏ ତାକୁ ସାଥ ଦିଅନ୍ତୁ କି ସେ ସୁଧାରିବା ପାଇଁ। ପତ୍ନୀ ତୁଳନା ଅନ୍ୟ ମହିଳା ସହିତ କେବେ ବି ହେଲେ କରନ୍ତୁ ନାହିଁ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପତ୍ନୀଙ୍କ ଠାରୁ ଟିକେ ଉପଦେଶ ନିଅନ୍ତୁ। ପାରିବାରିକ ମାମଲାରେ ପତ୍ନୀର ସାଥ ଦିଅନ୍ତୁ। ଦେଖିବେ ଉଭୟକୁ ସବୁଥିରେ ସାଥ ଦେଇକି ଯଦି ଚଳିବେ ଗୋଟେ ସୁନ୍ଦର ସମ୍ପର୍କଟେ ତିଆରି ହୋଇଥାଏ। ଜଣେ ବିଷାକ୍ତ ବ୍ୟକ୍ତି କଦାପି ପରିବର୍ତ୍ତନ ହୁଏ ନାହିଁ। ସେ କେବଳ ଜଣେ ଗରିବ ଲୋକର ଛଳନା କରି ସବୁକିଛି ପାଇଁ ଅନ୍ୟକୁ ଦାୟୀ କରେ। ଭିଡ଼ ଭିତରେ ତୁମେ ମୋ ହାତ ଧରିଛ, ମୋତେ ପ୍ରମାଣ କରିବାକୁ ପଡ଼ିବ ଯେ ସମସ୍ତ ପୁରୁଷ କେବେ ବି ସମାନ ନୁହନ୍ତି। ପତି ଦୁନିଆ ଯାକର ଟେନସନ୍ ନେଇକି ପ୍ରଥମେ ନିଜ ପତ୍ନୀର ହିଁ ସ୍ୱପ୍ନ ଭାଙ୍ଗି ଦେଇଥାଏ। ସେ କ'ଣ କରିବ? ଗୋଟେ ପତି ବାଧ୍ୟ ହୋଇଯାଇଥାଏ। ଗୋଟେ ମହିଳା ଚାହିଁଲେ ଆପଣଙ୍କୁ କେବେ ବି ଛାଡ଼ି ଦେଇପାରେ, କିନ୍ତୁ ତାପରେ ବି ସେ ଆପଣଙ୍କୁ ବହୁତ ସୁଯୋଗ ଦେଇଥାନ୍ତି କି ଆପଣ ନିଜର ଅଭ୍ୟାସକୁ ସୁଧାରି ଦେବେ ବୋଲି। କେବଳ ପ୍ରେମ କରିବା ବଡ଼ କଥା ନୁହେଁ, ବରଂ ଜଣେ ଜଣଙ୍କର ଇଜ୍ଜତ କରିବା, ଧ୍ୟାନ ରଖିବା ଏବଂ ତା ସହିତ ସମ୍ପର୍କ ତୁଲାଇବା ବି ଆସିବା ଦରକାର। ସେ ଜଣେ ପୁରୁଷର ବିଶ୍ୱସ୍ତତା ପାଇଁ ନିଶ୍ଚିନ୍ତ ନୁହନ୍ତି। ନିଜ ପତ୍ନୀକୁ ଭଲ ପାଆନ୍ତି ନାହିଁ ଏବଂ ନିଜ ପ୍ରିୟାକୁ ବିବାହ କରନ୍ତି ନାହିଁ। କଠିନ ପରିଶ୍ରମ ବିନା ଏ ଦୁନିଆରେ କିଛି ବି ହାସଲ ହୁଏ ନାହିଁ। ସୂର୍ଯ୍ୟଙ୍କ ଆସିବା ପରେ ମଧ୍ୟ ଆପଣଙ୍କ ଛାଇ ମିଳିଥାଏ। ସଚ୍ଚୋଟ ବୋଲି ସେଥିପାଇଁ ଏକୁଟିଆ ଅଛି। ଧୋକେବାଜ ହୋଇଥିଲେ ଆଜି ଲୋକଙ୍କ ଭିଡ଼ରେ ଭିତରେ ହିଁ ରହିଥାନ୍ତି। ଜୀବନରେ କାହାର ମହତ୍ତ୍ୱକୁ କେବେ ବି ହେଲେ ଅବମାନନା କରନ୍ତୁ ନାହିଁ, କାରଣ ସମଗ୍ର ସମୁଦ୍ର ମଧ୍ୟ ଏକ ଛୋଟ ବେଲୁନକୁ ବୁଡ଼ାଇ ପାରି ନଥାଏ ବା ବୁଡ଼ାଇ ପାରିବ ନାହିଁ। କେବେ ବି ଅନ୍ୟ କାହା ପରିକା ବଞ୍ଚିବା ପାଇଁ ପ୍ରୟାସ କରନ୍ତୁ ନାହିଁ ବା ଚେଷ୍ଟା କରନ୍ତୁ ନାହିଁ। କେବେ ବି ଅନ୍ୟ କାହା ପାଇଁ କି ଅନ୍ୟ କାହା ଦୃଷ୍ଟିରେ ଭଲ ହେବା ପାଇଁ ପ୍ରୟାସ କରନ୍ତୁ ନାହିଁ। ସ୍ୱଭାବ ରୁହନ୍ତୁ ଏବଂ ଆରାମଦାୟକ ରୁହନ୍ତୁ। ମନେ ରଖନ୍ତୁ କି ଆମେ ଏକା ଆସିଛେ ଏବଂ ଏକା ହିଁ ଚାଲିଯିବା। ସାଙ୍ଗମାନେ ଭିଡ଼ିଓଟି ଯଦି ଭଲ ଲାଗିଛି ତାହେଲେ ଆପଣ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ଯାହାଫଳରେ ତାଙ୍କ ପାରିବାରିକ ଜୀବନରେ କିଛି କାମରେ ଆସିବ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଲାଇକ୍ କମେଣ୍ଟ ସେୟାର ବି କରନ୍ତୁ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।